ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀମୁଖ ନିଃସୃତ ବାଣୀ ନାରୀର ନୀତିର ଓଡ଼ିଆ ଅନୁବାଦ ପାଠ। କ୍ଷିପ୍ରତା ଓ ଦକ୍ଷତା। କ୍ଷିପ୍ରତା ସହିତ ଦକ୍ଷତାକୁ ସାଧି ନିଅ, ଆଉ ନଜର ରଖ ମଣିଷର ପ୍ରୟୋଜନାନୁରୂପ ହାବଭାବ ଉପରେ। ଆଉ ହାବଭାବ ଦେଖି ଯେପରି ପ୍ରୟୋଜନକୁ ଅନୁଧାବନ କରିପାର, ତୁମର ବୋଧକୁ ସେପରି ଭାବେ ତୀକ୍ଷ୍ଣ କରି ନେବାକୁ ଚେଷ୍ଟା କର। ଏପରି କରି ହିଁ କ୍ଷିପ୍ରତା ଓ ଦକ୍ଷତାର ସହିତ ମଣିଷର ପ୍ରୟୋଜନକୁ ଅନୁଧାବନ କରି ସେବା ତତ୍ପର ହୁଅ। ଦେଖିବ ସେବାର ଜୟଗାନ ତୁମକୁ ପରିପ୍ଲୁତ କରି ତୋଳିବ। ବାଣୀ ସଂଖ୍ୟା 3। परम प्रेममय श्री श्री ठाकुर अनुकूल चंद्रଙ୍କ ଶ୍ରୀମୁଖ ନିଃସୃତ ବାଣୀ ଶାଶ୍ୱତୀ ଗ୍ରନ୍ଥର ଓଡ଼ିଆ ଅନୁବାଦ ପାଠ। ସହାନୁଭୂତି ବଶତଃ ଯାହା ପାଇଁ ଯାହା କରିବାକୁ ଯାଉଛ ତାହା ଉପଯୁକ୍ତ ସମୟରେ ହିଁ କର। ପ୍ରୟୋଜନ ଅତିବାହିତ ହୋଇଗଲେ ତା ପାଇଁ ଯାହା କିଛି କର ନା, ତାହା କିନ୍ତୁ ବନ୍ଧା ହୋଇ ଉଠିବ। ବାଣୀ ସଂଖ୍ୟା 138। କ୍ଷିପ୍ରତା ଓ ଦକ୍ଷତା। କ୍ଷିପ୍ରତାର ସହିତ ଠାକୁର କହୁଛନ୍ତି ଦକ୍ଷତାକୁ ସାଧି ନିଅ। ଅତି କ୍ଷିପ୍ର ମାନେ ହବା ସହିତ କ୍ଷିପ୍ରତା ମାନେ କୋଉ ଝଗଡା ଗଣ୍ଡଳ କରିବା ନୁହଁ, ମାନେ କର୍ମ କରିବାର ଯୋଉ କୌଶଳ ଅଛି ସେଇଟା ଟିକେ ଅଧିକ କ୍ଷିପ୍ର ହେଇ ଉଠିବା, ମାନେ ଅତି ତୀବ୍ର ଭାବରେ ଅତି ଜଲ୍ଦି ଜଲ୍ଦି କାମ କରିବା। ତ ଏଇଟା ସହିତ ଦକ୍ଷତା ମଧ୍ୟ ସାଧି ନେବା ଦରକାର। ସବୁ କର୍ମରେ ଯେପରି ଆମେ ଦକ୍ଷତା ଅର୍ଜନ କରିକି କରିବା, ସବୁ କାମ ଠିକ ଭାବରେ କରିବା ଆଉ ଜଲ୍ଦି ଜଲ୍ଦି କରିବା। ଆଉ ନଜର ରଖ ମଣିଷର ପ୍ରୟୋଜନାନୁରୂପ ହାବଭାବ ଉପରେ। ମଣିଷ କଣ କଣ ଚାହୁଁଛି ସେଇ ପ୍ରୟୋଜନାନୁରୂପ ହାବଭାବକୁ ଦେଖିବାକୁ ପଡିବ। ଆଉ ହାବଭାବ ଦେଖିକି ଯେପରି ପ୍ରୟୋଜନକୁ ଅନୁଧାବନ କରିପାର। ମଣିଷର ହାବଭାବ ଚାଲିଚଳଣି ଦେଖିକିରି ଯେମିତି ତମେ ଜାଣିପାର ଯେ ତାର କଣ ପ୍ରୟୋଜନ ଅଛି, ଆଉ ପ୍ରୟୋଜନକୁ ଅନୁଧାବନ କରି ତୁମର ବୋଧକୁ ସେଇପରି ଭାବରେ ତୀକ୍ଷ୍ଣ କରି ନେବାକୁ ହବ। ତମ ବୋଧକୁ ମଧ୍ୟ ସେଇପରି ଭାବରେ ତୀକ୍ଷ୍ଣ କରି ନେବାକୁ ହବ ଯେ ସେ କଣ ଚାହୁଁଛି, ତାର ହାବଭାବ କଣ, ସେ ଆଗକୁ କଣ କରିବ, କଣ ଚାହେଁ। ଏଇ ଯୋଉ ଜିନିଷ ଗୁଡାକ ତାର ହାବଭାବ ଦେଖିଲେ ତୁମେ ଯେପରି ଜାଣିପାର। ଏପରି କରି ହିଁ କ୍ଷିପ୍ରତା ଓ ଦକ୍ଷତାର ସହିତ ମଣିଷର ପ୍ରୟୋଜନକୁ ଅନୁଧାବନ କରି ସେବା ତତ୍ପର ହୁଅ। ମଣିଷର ପ୍ରୟୋଜନ କଣ ସେଗୁଡାକ କ୍ଷିପ୍ରତାର ସହିତ ଏବଂ ଦକ୍ଷତାର ସହିତ ସେଗୁଡାକ ପରିପୂରଣ କରିବାକୁ ଚେଷ୍ଟା କର। କିଏ କଣ ଚାହେଁ, ଆଉ ଏଇପରି ଭାବରେ ସେବା ତତ୍ପର ହେବାକୁ ଠାକୁର କହୁଛନ୍ତି ଯେ ସେବା ତତ୍ପର ହୁଅ, ସେବା କର। ଦେଖିବ ସେବାର ଜୟଗାନ ତୁମକୁ ପରିପ୍ଲୁତ କରି ତୋଳିବ। ସେବାର ଜୟଗାନ ନିହାତି ସମସ୍ତଙ୍କୁ ପରିପ୍ଲୁତ କରି ତୋଳେ। ଯେତେବେଳେ ଆମେ ମଣିଷର ପ୍ରୟୋଜନକୁ ବୁଝିବାକୁ ଚେଷ୍ଟା କରିବା, ମଣିଷର ପ୍ରୟୋଜନକୁ ବୁଝିବା ଏବଂ କ୍ଷିପ୍ରତାର ସହିତ ସେଇ ପ୍ରୟୋଜନକୁ ବୁଝିକି ତାକୁ ସେବା କରିବା। କିଏ କଣ ଚାହେଁ, ଆଉ ଏଇଟା ଠାକୁର କହୁଛନ୍ତି ତାର ହାବଭାବ ଦେଖି ଯେପରି ଆମେ ଜାଣିପାରିବା ସେଇପରି ଲକ୍ଷ୍ୟବାନ ହବାକୁ ହେବ। ଆମକୁ ସେମିତି ଛୋଟ ଛୋଟ ଜିନିଷ ଉପରେ ନଜର ରଖିବାକୁ ପଡିବ। ଆମେ ଲାପରବାହୀ ସବୁବେଳେ ଗୋଟେ କିଏ ଗୋଟେ ବସିଲା ଖାଇଲା କଣ କଲା ନାହିଁ। ପାରିପାର୍ଶ୍ୱିକରେ ପରିବାରରେ ଆମ ପରିବାରରେ ଆମର ବାପା ଅଛନ୍ତି, ମା ଅଛନ୍ତି, ଭାଇ ଅଛନ୍ତି, ଭଉଣୀ ଅଛନ୍ତି। କିଏ କଣ ଚାହାନ୍ତି, ଧର ମାଙ୍କର ଦେହ ଖରାପ ହେଇଛି କିନ୍ତୁ ମା କହିପାରୁନାହାନ୍ତି ଯେ ମୋ ପାଖରେ ଟିକେ ଗରମ ପାଣି ଦିଅ, କି ମା କହିପାରୁନାହାନ୍ତି ମୋ ପାଦଟା ଟିକେ ମୋଡି ଦିଅ। ତ ଏଇଠି ଗୋଟେ ସନ୍ତାନର କର୍ତ୍ତବ୍ୟ ସେ ମାର ହାବଭାବ ଦେଖି ତା ଚାଲିଚଳଣି ଦେଖି ଯେମିତି ଜାଣିପାରେ ଯେ ମୋ ମା ଦେହଟା ଖରାପ ହେଇଛି, ଟିକେ ତାଙ୍କୁ ଘଷି ଘାସି ଦେଲେ କିମ୍ବା ତାଙ୍କୁ ଟିକେ ପାଣି ଗରମ କରିଦେଲେ ବା ତାଙ୍କୁ ଏଇ କର୍ମ କଲେ ସେ ଆହୁରି ଉପକୃତ ହେଇପାରିବେ। ତ ସେମିତି ଜାଣିବାକୁ ପଡିବ। ସେଇଗୁଡାକ ସେଇ ଜିନିଷ ଗୁଡାକ ସେଇ ପ୍ରୟୋଜନ ଗୁଡାକ ପୂରଣ କରିବାକୁ ହବ। ଖାଲି ଆମେ ଖାଇ ପିଇକି ଶୋଇପଡିବା। ଆଜିକାଲି ତ ଫୋନ ହେଇଗଲାଣି, ପିଲାମାନେ ଖାଇଲେ ପିଇଲେ ଫୋନକୁ ନଜର ରଖିଲେ, ପାଖରେ କଣ ଗୋଟେ ଦୁର୍ଘଟଣା ଘଟିଗଲେ ପିଲା ଜାଣୁନାହାନ୍ତି। କାହିଁକି ନା ସେଇ ଭଳିଆ ଆମ ପାଖରେ ସେ ତୀକ୍ଷ୍ଣ ଆଉ ସେଇ କ୍ଷିପ୍ରତା ଆମ ପାଖରେ ନାହିଁ। ଆମ ପାଖରେ ସେଇଭଳିଆ ମାନସିକତା ନାହିଁ। ଆମେ ଏବେ ସବୁ ଯେମିତି ଗୋଟେ ଯନ୍ତ୍ର ଦାନବ ହେଇଯାଇଛେ, କେବଳ ଗୋଟେ ଯନ୍ତ୍ରକୁ ନେଇକି ଚାଲିଛେ 24 ଘଣ୍ଟା ସେ ଯନ୍ତ୍ରର ଦୁନିଆରେ ଚାଲିଛେ। ଆମ ଆଖପାଖରେ କଣ ଘଟଣା ଘଟୁଛି, ଆମର ପରିବାରର ଲୋକେ ଆମକୁ ନିର୍ଭର କରି ବଞ୍ଚୁଛନ୍ତି। ତ
ତମେ ଭାବିକି ଦେଖ, ଯଦି ତୁମ ମା ଛୋଟବେଳେ ତୁମକୁ ଯେତେବେଳେ ସୂତିକା ଗୃହରେ ଥିଲ ସେଠି କ୍ଷୀର ନ ପିଇକି ଫୋନ ଦେଖିଥାନ୍ତା, ତମେ ଯେତେବେଳେ ଝାଡା ବସିଥିଲ, ପରିସ୍ରା କରୁଥିଲ, ସାଙ୍ଗେ ସାଙ୍ଗେ ପୋଛି ନ ଦେଇ ଯଦି ସେଇ ଗୁହ ଉପରେ ଶୋଇ ଦେଇକି ସେ ଫୋନ ଦେଖିଥାନ୍ତା ନା। ସେ ଗୋଟିଏ ଗୋଟିଏ ଟାଇମରେ କ୍ଷିପ୍ରତା ଆଉ ଦକ୍ଷତାର ସହିତ ତୁମକୁ ମଣିଷ କରି ତୋଳିଛି। ଏ ଯେ ନାରୀ ନୀତି କେବଳ ନାରୀ ମାନଙ୍କ ପାଇଁ ସେୟା ନୁହେଁ, ଏ ସମସ୍ତଙ୍କ ପାଇଁ। ଆମେ ସମସ୍ତେ ଚେଷ୍ଟା କରିବା ଯେ କିପରି ଭାବରେ ସତ ଚଳନ ଚାଲିବା। ଚଲା ସାଥିରେ ମଧ୍ୟ ଏପରି ବାଣୀ ରହିଛି। ବାଣୀ ସଂଖ୍ୟା 3 ସଂସ୍କୃତିର ସେବା ଅଧ୍ୟାୟରେ କହୁଛନ୍ତି, ସହାନୁଭୂତି ବଶତଃ ଯାହା ପାଇଁ ଯାହା କରିବାକୁ ଯାଉଛ ତାହା ଉପଯୁକ୍ତ ସମୟରେ ହିଁ କର। ଯେତେବେଳେ କାହାକୁ ସହାନୁଭୂତି ଦେଖେଇକି କିଛି କରିବାର ଅଛି ସେଟା ଉପଯୁକ୍ତ ସମୟରେ କର। ଅନୁପଯୁକ୍ତ ସମୟରେ ଯଦି ଆମେ କରିବା ତାହେଲେ ଠାକୁର କହୁଛନ୍ତି ପ୍ରୟୋଜନ ଅତିବାହିତ ହୋଇଗଲେ ତା ପାଇଁ ଯାହା କିଛି କରୁନା ତାହା କିନ୍ତୁ ବନ୍ଧା ହୋଇ ଉଠିବ। ଯେତେବେଳେ ତାର କିଛି ପ୍ରୟୋଜନ ନାହିଁ ଆଉ ତା ପାଇଁ ଆମେ କିଛି କରିବା ସେତେବେଳେ ସେ ପ୍ରୟୋଜନ ବନ୍ଧା ହବ, ମାନେ କିଛି ମୂଲ୍ୟ ରହିବ ନାହିଁ। ଯେତେବେଳେ ଯାହାର ଯୋଉ ପ୍ରୟୋଜନ ଅଛି ସେତେବେଳେ ସେଇ ପ୍ରୟୋଜନକୁ ପୂରଣ କରିବ ସହାନୁଭୂତି ଦେଖି। ଆଉ ସେଇ ପ୍ରୟୋଜନଟା ତାପରେ ଯଦି ପୂରଣ କରୁଛ ହୁଏତ ସେତେବେଳେ ଆଉ ତାକୁ ସେ ସହାନୁଭୂତି ଆଉ ସେ ପ୍ରୟୋଜନର ଆବଶ୍ୟକତା କିଛି ନାହିଁ।